ମୁଁ ଭାବୁଛି ଆଗକୁ ଘରେ ଘରେ ସୁଭଦ୍ରା ମାନଙ୍କୁ ଦୀପ ଜାଳିବାର ଅଛି। 7 ତାରିଖ ସନ୍ଧ୍ୟାବେଳେ ସଶକ୍ତ ମହିଳାମାନେ ମା ସୁଭଦ୍ରାଙ୍କ ପାଖରୁ ତାଙ୍କ ଶକ୍ତି ପାଇଁ, ତାଙ୍କ ପରିବାରର ମଙ୍ଗଳ ପାଇଁ ଏବଂ ମୋ ପରିବାର ସହିତ ମୋ ଗାଁ ଏବଂ ମହିଳା ସମାଜ ସଶକ୍ତ ହଉ, ଏହାକୁ ନେଇ ପ୍ରତି ସୁଭଦ୍ରା ଗୋଟିଏ ଗୋଟିଏ ସୁଭଦ୍ରା ଗୋଟିଏ ଗୋଟିଏ ଦୀପ ଜାଳିବା ଦରକାର ଅଛି। 7 ତାରିଖ ସନ୍ଧ୍ୟାବେଳେ ଯଦି କାହା ଘରେ ଗୋଟିଏ ସୁଭଦ୍ରାରୁ ଅଧିକ ସୁଭଦ୍ରା ଅଛନ୍ତି, ତା ଦ୍ୱାର ମୁହଁରେ ସେତିକିଟି ଦୀପ ଜଳିବା ଦରକାର। ମୁଁ ଭାବୁଛି ଆଗକୁ ଘରେ ଘରେ ସୁଭଦ୍ରା ମାନଙ୍କୁ ଦୀପ ଜାଳିବାର ଅଛି। 7 ତାରିଖ ସନ୍ଧ୍ୟାବେଳେ ସଶକ୍ତ ମହିଳାମାନେ ମା ସୁଭଦ୍ରାଙ୍କ ପାଖରୁ ତାଙ୍କ ଶକ୍ତି ପାଇଁ, ତାଙ୍କ ପରିବାରର ମଙ୍ଗଳ ପାଇଁ ଏବଂ ମୋ ପରିବାର ସହିତ ମୋ ଗାଁ ଏବଂ ମହିଳା ସମାଜ ସଶକ୍ତ ହଉ, ଏହାକୁ ନେଇ ପ୍ରତି ସୁଭଦ୍ରା ଗୋଟିଏ ଗୋଟିଏ ସୁଭଦ୍ରା ଗୋଟିଏ ଗୋଟିଏ ଦୀପ ଜାଳିବା ଦରକାର ଅଛି। 7 ତାରିଖ ସନ୍ଧ୍ୟାବେଳେ ଯଦି କାହା ଘରେ ଗୋଟିଏ ସୁଭଦ୍ରାରୁ ଅଧିକ ସୁଭଦ୍ରା ଅଛନ୍ତି, ତା ଦ୍ୱାର ମୁହଁରେ ସେତିକିଟି ଦୀପ ଜଳିବା ଦରକାର।